ତ ଆଜି ଏଇ ପ୍ରାଣୀଟା ଏମିତି କଣ ପାଇଁ ହଉଥିଲା ଚାଲନ୍ତୁ ଦେଖିବା ଏଇ ବ୍ଲଗ ରେ। ତ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ଆମ ଝିଅ ଦଉଥିଲା ଚୁଇମଇଙ୍କୁ ପାଣି, ତାପରେ ମୁଁ ଚାଲିଗଲି ଜଳଖିଆ ଦୋକାନରୁ ଆଣି। ଜଳଖିଆ ଆଣି ସାରି ଆମେ ଖାଇଥିଲୁ ପଖାଳ ଭାତ। ତାପରେ ମତେ ଲାଗିଥିଲା ପ୍ରବଳ ଜୋରେ ଶୀତ ସମ୍ଭାଳି ନ ପାରି ମୁଁ ଚାଲିଗଲି ଛାତ ଉପରକୁ। ଛାତ ଉପରେ ଯାଇକି ଦେଖିଲା ବେଳକୁ ଅନେଇକି ହସୁଥିଲେ ଅନୁରାଗ ବାବୁ ମୋ ସାନ ଭାଇର ବଡିକୁ। କ୍ୟାମେରା ବୁଲେଇକି ଦେଖିଲା ବେଳକୁ ଟଫି ଠିଆ ହେଇଥିଲା ଛାତ ଉପରେ ଅନଉଥିଲା ତଳକୁ। ଘରକୁ ଆସିକି ଦେଖିଲା ବେଳକୁ ଆମ ଝିଅ ଉଠୁ ନଥିଲା ସକାଳୁ ସକାଳୁ। ତାପରେ ଆମ ସାନ ଝିଅ ଖେଳୁଥିଲା ଶୁଆ ସହ ଅନେଇକି ମୁହଁ ମୋଡୁଥିଲା କ୍ୟାମେରାକୁ। ତାପରେ ରୋଷେଇ କରୁଥିଲା ମୋ ସାନ ଭଉଣୀ କହୁଥିଲା ପଳାଅ ଏଠୁ। ତାପରେ ମୋ ହାତକୁ କାମୁଡି ଦେଇଥିଲା ଶୁଆ। ମୋ ସାନ ଭଉଣୀ ଆଡେ କ୍ୟାମେରା ବୁଲେଇଲା ବେଳକୁ ମୋ ସାନ ଭଉଣୀ କହିଲା ମେରେ ସାଥ ଅନ୍ୟାୟ ହୁଆ। ରୁମ୍ କୁ ଯାଇ ଦେଖିଲା ବେଳକୁ ଆମ ଝିଅ ହଉଥିଲା ପାଗଳ ପରିକା। ମୁଁ ବୁଝି ପାରୁନଥିଲି କିଛି। ଗେଟ୍ ପାଖକୁ ଯାଇ ଦେଖିଲା ବେଳକୁ ଆମ ଘର ଚାଲିଥିଲା ରଙ୍ଗ କାମ, ଜିନିଷ ପଡିଥିଲା ଏଇଠି ସେଇଠି। ତ ଏମିତି ମୋର ମିନି ବ୍ଲଗ୍ସ ପାଇଁ ମୋ ଚ୍ୟାନେଲ କୁ ସବସ୍କ୍ରାଇବ କରି ରଖନ୍ତୁ। ରହୁଛି ଜୟ ଜଗନ୍ନାଥ।